ମହାଜନ କରଡ଼ି ସାହୁଙ୍କ ପାଖରେ ଅଚଳାଚଳ ସମ୍ପତ୍ତି ଥିଲା। ସେ ଏତେ ଲୋଭୀ ଥିଲେ ଯେ ତାଙ୍କ ଦୁଆର ମୁହଁରେ କେହି ଭିକାରୀକୁ ଦେଖିଲେ ତାକୁ ଗାଳିଗୁଲଜ କରି ବିଦା କରି ଦେଉଥିଲେ। କିନ୍ତୁ ମହାଜନ ଗରିବ ଲୋକମାନଙ୍କୁ ଚଢ଼ା ସୁଧରେ କରଜ ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ସେ ଏପର୍ଯ୍ୟନ୍ତ ନିଃସନ୍ତାନ ଥିଲେ। ତାଙ୍କ ସ୍ତ୍ରୀ କେଶରୀକୁ ସେ ବହୁତ ଭଲ ପାଉଥିଲେ। ମହାଜନ ନିଜର ପ୍ରଶଂସା ପାଇଁ ଏକ ଧର୍ମଶାଳା ନିର୍ମାଣ ପାଇଁ ଚିନ୍ତା କରିଥିଲେ। ସେଥିପାଇଁ ସେ ଏକ ଅନାବାଦୀ ଜାଗାକୁ ଦଖଲ କରି ରଖିଥିଲେ। ତାଙ୍କଠାରୁ କରଜ ନେଇ ସୁଧ ଦେଇପାରୁନଥିବା ଲୋକମାନଙ୍କୁ ସେ ବିନା ମଜୁରିରେ ଧର୍ମଶାଳା କାର୍ଯ୍ୟରେ ରାଜି କରିଥିଲେ। କିନ୍ତୁ ମହାଜନ ଅପେକ୍ଷା କରିଥିଲେ କେହି ଦାନରେ ଇଟା ଆଉ ଚୂନ ଯଦି ଦେଇଦିଅନ୍ତା ମାଗଣାରେ ଧର୍ମଶାଳା କାମଟା ସରିଯାଆନ୍ତା। ଆଜି ସକାଳେ ତାଙ୍କ ପାଖକୁ ଗୋଟେ ଲଫାପା ଆସି ପହଞ୍ଚିଲା। ସେ ଲଫାପା ମିଳିବା ପରଠାରୁ ତାଙ୍କୁ ଭୟ ହୋଇ ଯାଇଥିଲା। ଏହା ପୂର୍ବରୁ ସେ ଦୁଇଟି ଧମକ ଭରା ଚିଠି ପାଇଥିଲେ। ତେଣୁ ଭାବୁଥିଲେ ଡାକୁମାନେ ମୋ ଧନ ଯଦି ଲୁଟି ନେବେ ମୁଁ କ'ଣ କରିବି। ପାଖରେ ବନ୍ଧୁକ ଥାଇ ବି ସେ ତାକୁ ଚଳାଇବା ଜାଣିନଥିଲେ। ମହାଜନ ବହୁ ସମୟ ଚିନ୍ତା କରିବା ପରେ ଲଫାପା ଖୋଲିଲେ। ତାଙ୍କ ହାତ ଥରୁଥିଲା। ଦେହରୁ ଗମ ଗମ ହୋଇ ଝାଳ ବୋହି ଯାଉଥିଲା। ସେଥିରେ ଲେଖା ଥିଲା, ତମେ ଏ ପର୍ଯ୍ୟନ୍ତ ଆମ ଟଙ୍କା ଆଣି ଦେଲନି। ଯଦି ଭାବୁଛ ପୋଲିସ ତୁମକୁ ରକ୍ଷା କରିବ ସେ ଆଶା ଛାଡ଼ିଦିଅ। ପୋଲିସ ଆସିବା ପୂର୍ବରୁ ଆମେ ତୁମର ସବୁ ଧନ ଲୁଟି ନେଇଥିବୁ। ତୁମ ପାଖରେ କୋଟି କୋଟି ଟଙ୍କା ଅଛି। ଆମେ ସେଥିରୁ ମାତ୍ର 25,000 ଟଙ୍କା ମାଗୁଛୁ। ଆଜିଠାରୁ ଆଉ ମାଗିବୁନି। ସନ୍ଧ୍ୟା ସୁଦ୍ଧା ଆମ ଟଙ୍କା ଯଦି ନ ଆସିଲା କାଲି ଦିନ ଦ୍ୱିପ୍ରହରେ ତୁମ ଘରୁ ଲୁଟ୍ କରିବୁ। ଚିଠି ପଢ଼ି ସାରିବା ପରେ ମହାଜନ କବାଟ ବନ୍ଦ କରି ଭିତରପଟ ଘରକୁ ଚାଲିଗଲେ। ତାଙ୍କ ସ୍ତ୍ରୀ କେଶରୀକୁ ଯାଇ ସବୁ କଥା କହିଲେ। ମୁଁ ତୁମକୁ କେତେ ଥର କହିଛି 2-4 ମାସ ପାଇଁ ଚାଲ ଏଠୁ ଦୂରକୁ ପଳେଇବା। ତମେ କୋଉ ମୋ କଥା ଶୁଣିଲ କି? ତମ ମନରେ କ'ଣ ଅଛି କେଜାଣି? ତୁ ବ୍ୟସ୍ତ ହ ନା, ମୁଁ ଏବେ ଥାନାକୁ ଯାଉଛି, ଏତେଲା ଦେଇ ଆସିବି। ସେ ପୁଲିସ ବାଲାଙ୍କୁ ମୁଁ ଜାଣିଛି, ବିପଦ ବେଳେ ଆସନ୍ତିନି। ଯେମିତି ବିପଦ ଟଳିଯିବ ମୁହଁ ଦେଖେଇବାକୁ ଚାଲି ଆସନ୍ତି। ଗଲା ମାସରେ ମୁଁ ସେ ଦାରୁଗାକୁ 2 ବସ୍ତା ଚିନି ଦେଇଥିଲି। ସବୁ ମାସରେ ସେମାନେ ମୋ ଗୋଦାମରୁ କିଛି ନା କିଛି ଜିନିଷ ଆସି ନେଉଛନ୍ତି। ମୋର ବିଶ୍ୱାସ ଅଛି ଏ ପରିସ୍ଥିତିରେ ଦାରୁଗା ମୋତେ ସାହାଯ୍ୟ କରିବେ। ଏହି ସମୟରେ ତାଙ୍କର ଜଣେ ଚାକର ଆସି କହିଲା, ଏ ବାବୁ, ଆପଣଙ୍କୁ ଥାନାରୁ 4 ଜଣ ସିପାହୀ ଆସି ଖୋଜୁଛନ୍ତି। ଦାରୁଗା ଆସିଛନ୍ତି? ଏ ନାଇଁ ବାବୁ, ଖାଲି ସିପାହୀ ଆସିଛନ୍ତି। ମହାଜନ ବାହାରକୁ ଆସି ଦେଖିଲେ 4 ଜଣ ପୋଲିସ ଠିଆ ହୋଇଛନ୍ତି। ସେମାନେ ମହାଜନକୁ ଦେଖି ପ୍ରଣାମ କଲେ। ମହାଜନ ବି ତାଙ୍କ ହାଲଚାଲ ବୁଝିବା ପରେ ପଚାରିଲେ, ଦାରୁଗା ଭଲ ଅଛନ୍ତି? ମୁଁ ଏବେ ଥାନାକୁ ଯାଉଥିଲି। ଆପଣ କାହିଁ ଏତେ କଷ୍ଟ କରିଥାନ୍ତେ? ବାବୁ ପରା ଆମକୁ ପଠେଇଲେ। ଡାକୁମାନଙ୍କ ଉପଦ୍ରବ ବଢିବାରୁ ବାବୁ କେତେ ଥର କହିଲେଣି, ମତେ ବେଶୀ ଚିନ୍ତା ଆମ ସାହୁ ବାବୁଙ୍କ ପାଇଁ। ଆପଣଙ୍କ ପାଖକୁ କେହି ଅଜଣା ଲୋକର ଚିଠି ଆସିଛି କି? ହଁ ହଁ, ଇଏ 3ଟା ଚିଠି ଆସିଲାଣି। ହେ, ମୁଁ ସେମାନଙ୍କୁ ଡରେନି। ଆପଣ ସିନା ଏ କଥା ଥାନାରେ କହିଲେନି, ହେଲେ ବଡ ବାବୁଙ୍କ ପାଖରେ ଏ ଖବର ପହଞ୍ଚିଛି। ଆପଣଙ୍କ ଘରୁ କାଲି ଲୁଟ ହେବା କଥା ଶୁଣି ବଡ ବାବୁ ଆମକୁ ପଠେଇଲେ। ହେଲେ ଏ ଖବର ସିଏ କେମିତି ଜାଣିଲେ? ମୁଁ ତ ଏ ବିଷୟରେ କାହାକୁ କହିନି। ପୁଲିସ ପାଖରେ ସବୁ ଖବର ଅଛି ଗୋ। ଉପର ମୁଣ୍ଡରୁ ଆମକୁ ପରା ବାରମ୍ବାର ତାଗିଦା ଆସୁଛି, ସାହୁ ବାବୁଙ୍କୁ ସୁରକ୍ଷା ଦିଅ, ସିଏ ଆମରି ଲୋକ। ବଡ ବାବୁ କହିଲେ ଆପଣଙ୍କ ପାଖରେ ଯେତେ ଜିନିଷ ଅଛି ତାକୁ ସରକାରୀ ଜମାଖାନାରେ ନେଇ ଜମା କରିଦିଅ। ମୋର ସବୁ ଧନରତ୍ନ କାହା ଭରସାରେ ନେଇ ଜମା କରିବି। ଯଦି କିଛି ଅସୁବିଧା ହବ ମୁଁ କାହାକୁ କହିବି? ଆପଣ ବ୍ୟସ୍ତ ହୁଅନ୍ତୁନି। ଯେତିକି ଜିନିଷ ଜମା କରିବେ ତା ରସିଦି ପାଇଯିବେ ଗୋ। ତାଲା ଚାବି ଆପଣ ରଖିବେ। ଯେତେବେଳେ ଏ ବିପଦ ଟଳିଯିବ ସବୁ ଜିନିଷ ଥାନାରୁ ମଗେଇ ଦେବେ। ତାହେଲେ କେମିତି କ'ଣ କରିବା କହୁନାହାନ୍ତି? ଆପଣଙ୍କର ତ ଗାଡି ଅଛି, ସେଇ ଗାଡିରେ ସବୁ ଜିନିଷ ନେଇ ଲଦି ଦେବା। ଆମେ 4 ଜଣ ପୁଲିସ ବାଲା ଜିନିଷ ବୋହିବାରେ ସାହାଯ୍ୟ କରିବୁ। କିଛି ଅସୁବିଧା ହେବନି। ଜମାଖାନାରେ ସବୁ ମାଲ ଜମା ହେଇଯିବା ପରେ ରସିଦ ପାଇଯିବେ। ତେଣୁ ନିର୍ଭୟରେ ରୁହନ୍ତୁ। ସେମାନଙ୍କ କଥାଟା ମହାଜନଙ୍କ ମନକୁ ପାଇଲା। ସେ ଭାବୁଥିଲେ ବହୁତ ଭଲ ହେଲା,
ୟାଙ୍କ ପାଖରେ ବନ୍ଧୁକ ଅଛି, ତାପରେ ବି ଏତେ ଜଣ ସୁରକ୍ଷା ଦେବାକୁ ଅଛନ୍ତି, ମୋର କିଛି ଅସୁବିଧା ହେବନି। ମହାଜନ ଭିତର ପଟ ଘରକୁ ଯାଇ କେଶରୀକୁ ଯେମିତି ଏ ଖବର ଶୁଣାଇଲେ ସେ ବହୁତ ଖୁସି ହେଲା। ମନେ ମନେ ଭଗବାନଙ୍କୁ ଧନ୍ୟବାଦ ଦେଲା। ମୁଁ ଭାବୁଛି ଘରେ କିଛି ଦାମିକା ଜିନିଷ ରଖିବାନି, ସବୁ ନେଇ ସରକାରୀ ଜମାଖାନାରେ ଜମା କରିଦବା। ଏହା ଭିତରେ ସେ ପୋଲିସ ମାନେ ଆସି ମହାଜନଙ୍କ ସିନ୍ଦୁକ ସହିତ ଘରର ବାକି ଜିନିଷ ବୋହି ନେଲେ। ଅଳ୍ପ ସମୟ ଭିତରେ ବାହାରେ ଥିବା ଗାଡ଼ିରେ ସବୁ ଜିନିଷ ଲଦା ହୋଇଗଲା। ଜଣେ ପୋଲିସ ବାଲା ଗୋଟି ଗୋଟି କରି ସବୁ ଜିନିଷର ତାଲିକା ପ୍ରସ୍ତୁତ କରୁଥାନ୍ତି। ଗହଣା କେତେ ହେଲା, ସୁନା ରୂପା, ଟଙ୍କା ପଇସା, ବାସନକୁସନ କେତେଟା, ତାର ଚିଠା ସରିଗଲା। ଘରେ ଲୁହା ଜିନିଷ ଆଉ ଅଳ୍ପ କିଛି ବାସନ ଥିଲା। କାମ ସରିଯିବା ପରେ ମହାଜନଙ୍କ ମନରେ ଏକ ସନ୍ଦେହ ଆସିଲା। ସେ ପଚାରିଲେ, ସିନ୍ଦୁକ ଚାବି ମୋ ପାଖରେ ରହିବ ନା ଆପଣ ନେଇଯିବେ? ସେ ସବୁ ଆପଣଙ୍କ ପାଖରେ ରହିବ, ଏ କଥା ତ ଆଗରୁ କୁହାଯାଇଛି। ଏ ପ୍ରଶ୍ନ ଆପଣଙ୍କ ମନକୁ ଆସୁଛି କେମିତି? ପୋଲିସ ବାଲାଙ୍କ ମୁହଁରୁ ଏପରି କଥା ଶୁଣି ମହାଜନ ଲଜ୍ଜିତ ହେଲେ। ନାଇଁ ନାଇଁ, ଏମିତି ପଚାରିଦେଲି। ଜିନିଷର ଯୋଉ ଚିଠା ହେଲା ସେ ଚିଠା କିଏ ରଖିବ? ଆମ ସହିତ ଥାନାକୁ ଚାଲନ୍ତୁ, ଦାରୁଗାଙ୍କ ପାଖରୁ ନେଇ ଆସିବେ। ଗାଡ଼ିରେ ସବୁ ଜିନିଷ ଲଦା ସରିବା ପରେ ମହାଜନଙ୍କ ସମେତ 4 ଜଣ ସିପାହୀ ତା ଭିତରେ ବସି ପଡ଼ିଲେ। ଏବେ ଗାଡ଼ି ଆଗକୁ ଚାଲିଲା। କେଶରୀ ଦୁଆର ମୁହଁରେ ଠିଆ ହୋଇ ଏପରି ଚାହିଁ ରହିଥିଲା ଯେପରି ତା ଝିଅ ବିଦା ହେଉଛି। ଥାନା ସେଠାରୁ 5 ମାଇଲ ଦୂର ଥିଲା। ଗାଁ ପାରି ହେବା ପରେ ଜଙ୍ଗଲୀ ରାସ୍ତା ଆରମ୍ଭ ହୋଇଗଲା। ଗାଡ଼ିରେ ବସିଥିବା ଜଣେ ପୋଲିସ ମହାଜନଙ୍କୁ ପଚାରିଲା, ଇଏ ସାହୁ ବାବୁ, ଆପଣଙ୍କର ମନେ ଅଛି ଆଜିକୁ 25 ବର୍ଷ ତଳେ ଆପଣ କାଲି ହାତରେ ଏଟାକୁ ଆସିଥିଲେ, ଏ କଥାଟା କଣ ସତ? ମହାଜନ ଗର୍ବର ସହିତ କହିଲେ, ହଁ, ସେତେବେଳେ ମୋ ପାଖରେ ମାତ୍ର 3 ଟଙ୍କା ଥିଲା। ସେଇ 3 ଟଙ୍କାରେ ବେପାର କରି ଏ ସ୍ଥାନରେ ଆସି ପହଞ୍ଚିଛି। ଏ ମିଛ ମାୟା ସଂସାରରୁ ସବୁଦିନ ପାଇଁ ଆମେ ଆପଣଙ୍କୁ ମୁକ୍ତ କରିବାକୁ ଆସିଛୁ। ଏ କଥା ଶୁଣି ମହାଜନଙ୍କ ମନରେ ଟିକେ ସନ୍ଦେହ ହେଲା। ସେ ଭୟାତୁର କଣ୍ଠରେ ଥରି ଥରି ପଚାରିଲେ, କଣ କହିଲେ? ମୁଁ କିଛି ବୁଝିପାରିଲିନି। ଏବେ ବୁଝିପାରିବ। ଶୁଣ, ଆମେ ହେଉଛୁ ସେଇ ଡାକୁ। ପୋଲିସ ବେଶରେ ଆମେ ଆପଣଙ୍କ ଘରୁ ଲୁଟ କରିବାକୁ ଆସିଥିଲୁ, ଆଉ ସଫଳ ବି ହେଇଗଲୁ। ଏ କଥା ଶୁଣି ମହାଜନଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା। ମୁଣ୍ଡ ଭିତରଟା ଝାଇଁ ଝାଇଁ ହୋଇଯାଉଥିଲା। ଏବେ ଡାକୁମାନେ ସେ ଚଳନ୍ତା ଗାଡ଼ି ଭିତରୁ ମହାଜନଙ୍କୁ ତଳକୁ ପେଲିଦେଲେ। ମହାଜନ ବିକଳ ହୋଇ ଗାଡ଼ି ପଛରେ ଦୌଡ଼ିବାକୁ ଲାଗିଲେ। ହେ ବାବୁ ମାନେ, ମୁଁ ମରିଯିବି, ମୋ ଉପରେ ଦୟା କର। ମୋ ଘରେ ଫୁଟା ପାହୁଲାଟେ ନାହିଁ, ମୋର ସବୁ ସମ୍ପତ୍ତି ନେଇଗଲ, ମୁଁ କେମିତି ବଞ୍ଚିବି? ହେ ବାବୁ ମାନେ, ମତେ ଦୟା କର। ହେ ବାବୁ ମାନେ, ମତେ ଦୟା କର। ହେ ବାବୁ ମାନେ, ମତେ ଦୟା କର। ଜଣେ ସିପାହୀ ଝରକା ପଟେ ହାତ ବଳାଇ ମହାଜନଙ୍କ ଆଡ଼କୁ 3 ଟଙ୍କା ଫୋପାଡ଼ି ଦେଲା। ଏହା ପରେ ଗାଡ଼ିର ବେଗକୁ ବଢ଼ାଇ ଦେଇ ଅଳ୍ପ ସମୟ ଭିତରେ ଜଙ୍ଗଲ ରାସ୍ତାରେ କୁଆଡ଼େ ଅଦୃଶ୍ୟ ହୋଇଗଲେ। ଏବେ ମହାଜନ ମୁଣ୍ଡରେ ହାତ ଦେଇ ବସି ପଡ଼ିଲେ। ତାଙ୍କ ଜୀବନର ସ୍ୱପ୍ନ ଖଣ୍ଡ ଖଣ୍ଡ ହୋଇଯାଇଥିଲା।